ମାନସିକ ସ୍ଥିତି ବା ମାନସିକ ତନାବ କହିଲେ ଆମେ କଣ ବୁଝୁ? ଜଣେ ବ୍ୟକ୍ତି ସବୁବେଳେ ଦୁଃଖ ବା ଉଦାସୀ ଅନୁଭବ କରିବା, ଶରୀର ଅସୁସ୍ଥ ରହିବା, ସବୁବେଳେ ଅନିଦ୍ରା ଅନୁଭବ କରିବା, ଦୈନନ୍ଦିନ କାମରେ ମନ ନ ଲାଗିବା, ଚିଡ଼ଚିଡ଼ାପଣ ଆସିବା ବା ସବୁବେଳେ ଶୋଇ ରହିବା ଭଳି ଲକ୍ଷଣ ଗୁଡ଼ିକ ଦେଖାଯାଏ। ଏହି ଲକ୍ଷଣ ଗୁଡ଼ିକ ବହୁତ ଦିନ ଧରି ଦେଖାଗଲେ ଆପଣ ପ୍ରଥମେ ଏହାର ବିଶେଷଜ୍ଞ ଡାକ୍ତର ପାଖକୁ ଯାଆନ୍ତୁ, ଏହାର ପରାମର୍ଶ ନିଅନ୍ତୁ, କଣ ହେଇଛି ଏହା ଜାଣନ୍ତୁ। ଆମର ମାନସିକ ସ୍ଥିତି କିପରି ଆମର ଠିକ ରହିବ ତାର ଆମେ କିଛି ଏକ୍ସରସାଇଜ ଜାଣିବା, ଯାହା କରିବା ଦ୍ୱାରା ଆମର ମାନସିକ ସ୍ଥିତି ଭଲ ରହିବ ତାହା ଆମେ ଜାଣିବା। ନିଜର ମାନସିକ ସ୍ଥିତି ଆମେ ନିଜେ କିପରି ଠିକ ରଖିପାରିବା ତାର 3ଟି ପଏଣ୍ଟ ଅଛି। ନମ୍ବର 1, ରାନିଂ ବା ଦୌଡ଼ିବା ଦ୍ୱାରା ଆମର କଣ ଫାଇଦା ହେଇଥାଏ, ଆମର ମାନସିକ ସ୍ଥିତି କିପରି ଠିକ ରହିଥାଏ ତାହା ଜାଣିବା, ବା ମାନସିକ ସ୍ଥିତି କିପରି ଆମର ଭଲ ରହିଥାଏ। ଆମେ ଦୌଡ଼ିବା ଦ୍ୱାରା ମସ୍ତିଷ୍କରେ ଏଣ୍ଡୋଫିନ୍ ବା ସେରୋଟୋନିନ୍ ନାମକ ଏକ ରାସାୟନିକ ପଦାର୍ଥର ବୃଦ୍ଧି ହେବା ଫଳରେ, ଯାହାକୁ ଫିଲ୍ ଗୁଡ୍ ହରମୋନ୍ କୁହାଯାଏ, ଏହା ବୃଦ୍ଧି ହେଲେ ଆମକୁ ଆନନ୍ଦ ଅନୁଭବ ହୁଏ, ଆମର ମନୋଭାବର ଉନ୍ନତି କରେ ଏ ଆମକୁ ଅଧିକା ଖୁସି ଅନୁଭବ ହୋଇଥାଏ। ତାହା ସହିତ ଆମେ ଦୌଡ଼ିବା ବେଳେ ଆମର କର୍ଟିସୋଲ ନାମକ ହରମୋନର ସ୍ତର ମଧ୍ୟ ହ୍ରାସ ହୋଇଥାଏ, ଯାହା ଫଳରେ ଶାନ୍ତ ଏବଂ ଆରାମଦାୟକ ଅନୁଭବ ହୋଇଥାଏ। ଆମେ ନିତିଦିନିଆ ଦୌଡ଼ିବା ଅଭ୍ୟାସ କରିବା ଫଳରେ ଆମର ନିଦର ଗୁଣବତ୍ତା ବଢ଼ିଥାଏ ବା ଭଲ ନିଦ ଆମକୁ ହୋଇଥାଏ, ଯାହା ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଆମେ ପ୍ରତିଦିନ କିଛି କିଛି ବାଟ ବା କିଛି କିଛି ସମୟ, ଆଜି ଏତିକି ସମୟ ଦୌଡ଼ିଲି, କାଲି ଆଉ ଟିକେ ସମୟ ବଢ଼ିଦେବା, ଦୌଡ଼ିଲେ ଏହା ଆମ ମାନସିକ ସ୍ଥିତି ପାଇଁ ଭଲ। ଆମେ ଦୌଡ଼ିବା ସମୟରେ ସବୁବେଳେ ବର୍ତ୍ତମାନ ଥାଉ, ଆମ ମନକୁ ବିଚଳିତ କରୁଥିବା ଚିନ୍ତା ସବୁ ଆମ ମନକୁ ଆସିନଥାଏ ଏବଂ ମନ ଶାନ୍ତ ହୋଇଥାଏ। ସକାଳେ ଦୌଡ଼ିବା ଆମ ପାଇଁ ଭଲ। ଥଣ୍ଡା ହାବା, ସୁଲସୁଲିଆ ପବନ, ସାଫ ବାୟୁ, ପୁରା ଦୌଡ଼ିଲେ ମାଇଣ୍ଡ ପୁରା ରିଲାକ୍ସ ହୋଇଯିବ। ନମ୍ବର 2, ଧ୍ୟାନ କରିବା। ଆମେ ସବୁଦିନ କିଛି କିଛି ମିନିଟ୍ ଧ୍ୟାନ କରିବା ଦ୍ୱାରା ଆମ ମାନସିକ ସ୍ଥିତି ସୁଧାର ଆସିବା, ମାନସିକ ସ୍ଥିତି ଭଲ ରୁହେ। କିପରି ତା ଜାଣିବ? ଆମେ ପ୍ରତ୍ୟେକ ଦିନ ଧ୍ୟାନ କଲେ ଆମର କଣ ଫାଇଦା, ଆମ ମାନସିକ ସ୍ଥିତି କିପରି ଭଲ ରହିଥାଏ ତାହା ଜାଣିବା। ପ୍ରଥମେ ଆମେ ଗୋଟେ ଶାନ୍ତ ସ୍ଥାନକୁ ଯିବା, ସେଠି ଭଲ ଭାବରେ ବସିବା, ଭଲ ଭାବରେ ସିଧା ହେଇ ବସିବା। ଆମେ ଆମର ଶ୍ୱାସକ୍ରିୟା ଉପରେ ଧ୍ୟାନ ଦେବା ଅଭ୍ୟାସ କରିବା। କେମିତି କରିବା? ଆମେ ଗଭୀର ନିଶ୍ୱାସ ନେବା ପାଇଁ ବକ୍ସ ପ୍ରଣାଳୀ ବ୍ୟବହାର କରିବା। 5 ସେକେଣ୍ଡ ଭଲ ଭାବରେ ନିଶ୍ୱାସ ନେବା, ନେଇଥିବା ନିଶ୍ୱାସକୁ 5 ସେକେଣ୍ଡ ଧରି ରଖିବା, ପୁଣି 5 ସେକେଣ୍ଡ ସେ ନେଇଥିବା ନିଶ୍ୱାସକୁ ଭଲ ଭାବରେ ଛାଡ଼ିଦେବା, 5 ସେକେଣ୍ଡ ଟ୍ରାଏ କରିବା ନିଶ୍ୱାସ ନ ନେବା ପାଇଁ। ଏମିତି କିଛି ସମୟ କରିଚାଲିବା। ଆପଣ ନିଜେ ଅନୁଭବ କରିବେ ଆପଣଙ୍କୁ ଭଲ ଲାଗୁଛି ନା ଖରାପ ଲାଗୁଛି। ଯେତେବେଳେ ଆମର ମନ ବିଚଳିତ ହେବ, ଧୀରେ ଧୀରେ ଏହାକୁ ଆମର ଶ୍ୱାସକ୍ରିୟା ଉପରକୁ ଫେରାଇ ଆଣିବା। କିପରି? ଆମ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦେବା, କେମିତି ଯାଉଛି, କେମିତି ଆସୁଛି ତାକୁ ଅନୁଭବ କରିବା। ଏ ଧୀରେ ଧୀରେ ଆମର ବିଚଳିତ ହେଉଥିବା ମନ ଶାନ୍ତ ହୋଇଯିବ। ନମ୍ବର 3, ସାଦା ଖାଦ୍ୟ ବା ସରଳ ଖାଦ୍ୟ ଖାଇବା, ଯେପରି ପନିପରିବା, ଫଳମୂଳ, ଡାଲି, ଚାଉଳ